समुदी तमरा एक अवस्था काली आम गाँ बोईला हां माछ कोन नंबर हा मीटिंगटा बोईला हां मो सामान आइली खाई पी की जोड़े सोया को गले हां राती 12टा 12:30 ना गोटे गोटे खंड हो गोटे थेला थेला चोरा बात उठी तो गला हां से एई टाइम रे तळ को खसु नहीं कि ऊपर को उठु नहीं अब जाई ओ समुदी भलो होला कागे तमे मो पाखु को पळे आसीजो काई कहती मो हाथ बाजी गले ना सब किछि ठीक हे जिवो ए ससुर बो पाद बाटे जन हो थाला ना कोन हां मार देलो मो जीवन जाउची ओहो नारायण एटा टीवल ना हंका करो सेटा तो खसिलानी आ से 6 मास पूर्व पूरा पैरालिसिस ध देथला समुदी बोला तमे तो मते जणैनो ना तमे पूरा केरल रे धला मो समुदी केते भलो समुदी हां काई तरफ रे डाकिलो कहला भोजी खाई जिबा परा कोठी जी गयात्री थकू हां हां आउलेट काई करदो जिबा चाइलो आस हे मोर समुदी गयात्री थकू जिबा भोजी खाई समुदी हे ओलो सर्वे गलेणी पळाई समुदी हां सर्वे गले ही पळाई हां किए किए गलेनी कहला हट नट बाई धर हरि कर सोमनाथ मिसर नातिया रे पंकी रे हेलेणी अध बाटर समुदी हां हट कट नट गले हां जे आमे केते मिले जीवा आमे जिबा जे आम सांगेर पर आउ जण जिबे नहीं नबर नहीं से के जानि चटी कहला माधव भाई नासी आम दांड द्वारे अछंती बसी समुदी कागे जिबे आंभ संगे मिसे समुदी समुदी हां 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 मारकुंड राय गुरु को चिन्हिच हां से बुढ़ा कोन करछि कहलो कहजी बोले आजी सखाळु सखाळु गोटे पाचिला कदली गछरे चढ़िकी हाँ। पाचिला कदली खाउतला खाउथला पड़िकी ता गोड़ हाथ गुंड मरु मरु बंचिची सिए भी टिकी बची अरे रे 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 से सलाटी एटे टाणुआ गछ दे काई जोड़थला हां मारकुंड राय गुरु से बुढ़ा बंचिची जे मरु मरु लोचन रे अंकी रे गलेणी से केते बेळु समुदी हां तुम जो निमंत्रण पत्रटा पाइছো हां सेटा कोउठी पाइছো गयात्री थरु गया जी हां से माने आइसंती को राज्यरु अयोध्यार नरपति गयात्री थरे पिंड देउचंती समुदिए कागे आसाम्भर झटरी समुदी हां आउ लेट कर जानी जिबा आइला चल चल अच्छा बाबा ए हेउची गया तीर्थ एठारे प्रभु गयासुर को माड़ी बसिथिले बोली एहार नाम दिया हैची गया तीर्थ एठारे पितृपुरुष मानकु पिंड दान कले
ପିତୃପୁରୁଷ ମାନେ ମୁକ୍ତି ପାଇପାରିବେ। ପିତୃପୁରୁଷ ମାନେ ମୁକ୍ତି ଦେବେ। ସମୁଦି ହଁ ସମୁଦି କଣ ଜବର ଧମକେଇ ଡାକୁଛ କଣ? ପିତୃପୁରୁଷ ଏଠି କଣ କରିବେ? ନା 8 ଦିନ ହେଲା ମୁଁ ନାତିଆଟାକୁ ଧରିକି ବୁଲୁଛି। ହଁ ସେ ଗୁଡ଼ ପାଣି ଯେତେ ଦେଲି ତାପରେ ଆମ୍ବ ଟିଫି 7ଟା ଦେଲି। ହଁ ପ୍ରସାବଟା ହଉଛି କମିଲାନି 5 ମିନିଟ୍ ଛଡ଼ା କହୁଛି ଅଜା ମୁତିବି। ତାର ସିନା ଅସୁବିଧା ହେଇଛି ବୋଲି ସିଏ ମୁତିବ। ହଁ। ପିତୃପୁରୁଷ ଏଠି କଣ ପାଇଁ ମୁତିବେ? କଣ କିରେ? ମୁକ୍ତି ପାଇପାରିବେ। ମୁକ୍ତି ପାଇପାରିବେ। ଆଚ୍ଛା ମହାଶୟ, ହଁ ମୁଁ ଆପଣମାନଙ୍କୁ ପ୍ରଥମରୁ ଅବଗତ କରିଦେଉଅଛି। ଆପଣମାନଙ୍କୁ ଦକ୍ଷିଣ ଦେବା ପାଇଁ ମୋ ନିକଟରେ ଫଳ କି ତଣ୍ଡୁଳ ପଇସାଟିଏ ମଧ୍ୟ ନାହିଁ। ସମୁଦି ହଁ ତମେ ଏ ସଂକଳ୍ପ କାର୍ଯ୍ୟଟା କରିଦିଅ। ହଁ। ମୁଁ ଘରକୁ ଯାଉଛି। ଆଉ କଣ? କଣ ଆଉ କଣ? ଆଉ କଣ? କଣ ପଇସା ପତ୍ର କିଛି ଦେବେନି? ଯେତେ କାମ ହେଲେ ଆମେ 3 ଜଣ ମିଶିକି କରୁଛେ ନା ନା? ହଁ ପଇସା କଣ ହବ? ଆଉ ଆମେ ତ କୋଟିପତି ପିଲା ନା। ହଁ ହଁ ପଇସା କଣ ହବ? ହଁ। ସମୁଦି ତୁମେ ଏଇ ଟିକେ ପୂର୍ବରୁ କହୁଥିଲ ପରା ତମର ସିଏ ଲିଜ ଲୋକ ବୋଲି। ହଁ ହଁ ଆଗେ କାମଟା ବଢେଇଦବା ହେଲା, ହଁ ତାପରେ ଦେଖିବା ହଁ ନହେଲେ ତାଙ୍କ ଘର ଠିକ ପଇସା ପାଇଁ ଯାହାରି କଣ। ହଉ ଠିକ ଅଛି। ହଁ, ଆଚ୍ଛା ବାବା, ମହାଶୟ, ଆମେ ଆଗ ସଂକଳ୍ପ କାର୍ଯ୍ୟଟି ଆରମ୍ଭ କରିଦେବା, ପଛରେ ଦାନ ଦକ୍ଷିଣା ବିଷୟରେ କଥାବାର୍ତ୍ତା ହବା। ତେବେ ଆରମ୍ଭ କରନ୍ତୁ। ଆସ ଏ ମୁଣ୍ଡୁଳି ଭିତରକୁ ଆସ। ସମୁଦି ପିଲା ଦୂରରୁ ଆହିଁଲେ ମୁଁ ଟିକେ ଝାଡ଼ି ଦଉଛି ହେଲା। ଓ ବୋଲ ସତ୍ୟନାରାୟଣ ପ୍ରୀତ୍ୟନ୍ତେ ଆନନ୍ଦ କବାର ହରି ହରି ବୋଲ। କଣ ନା କଣଟା ଉଣ୍ଡୁଛ? ସମୁଦି ହଁ ଏଠି କଣ ହଉଛି? ବାହାର ପରା। କାହା ବାହାଘର ହଉଛି? କଣ ଧମକ? ଏଠି ବାହାଘର ହଉଛି? ଚାଖଣ୍ଡ ହବନି କଣ ବେକେଉ ଉଠୁଛୁ ତ କଣ? ଏଠି କଣ ହଉଛି ଯେ? ଏଟା କଣ ହଉଛି? ଏଠି ବା ପିତୃପୁରୁଷ ମାନଙ୍କୁ ପିଣ୍ଡ ଦାନ ଦିଆ ହଉଛି। ଓହୋ, ଇଏ ଟୋକାଟା ସିଏ ଝିଅଟା କଣ ଆହିଁତି? ସିଏ ହଉଛନ୍ତି ସ୍ୱାମୀ ଆଉ ସ୍ତ୍ରୀ। ମିସ୍ତ୍ରୀ ସ୍ତ୍ରୀ ତାଙ୍କର ସିଏ ମିସ୍ତ୍ରୀ। ତାଙ୍କ ସ୍ତ୍ରୀ ମାନେ ତାଙ୍କ ଭାରିଜା। ଓହୋ ଭାର୍ଯ୍ୟା। ହଁ ଓହୋ, ସେ ମନରାଜରେ ପଳେଇ ଆଇନ୍ତି ନା କଣ? ସେ ବିବାହ କରିଛନ୍ତି। ହଁ ଏଟା ହଁ ଏଇଟା ଶ୍ରାଦ୍ଧ ଦିଆ ହବ। ହଁ ହଁ ଆଉ ମତେ ବିବାହର ସୁଗିଲା ଆଉ ଜାଣିଲ। ହଁ ହଉ କାମ ଜାଣିଲ ବା। ଓମ୍ ବିଷ୍ଣୁ ବିଷ୍ଣୁ ଶୁକ୍ଲନ୍ଧର ବିଷ୍ଣୁ ଶଶିବର୍ଣ୍ଣ ସମସ୍ତେ ତାର ପଟା କଣ ଚତୁର୍ଭୁଜ। ଚତୁର୍ଭୁଜ ନା ବଉଳି ସାହି ଭୁଜ ବାବୁ। ଓମ୍ ଜଗନ୍ନାଥାୟ ତେ ନମଃ ବଳଭଦ୍ର ଦେବୀ। ନାଇଁ ନାଇଁ କଣ ହି ହି କଣ? କଣ ସେଟା ଆଉ? ବଳଭଦ୍ର ଦେବୀ ନା ଦେବ? ଓହୋ, ସୁଭଦ୍ରା ଦେବୀ। ହଁ ଲାଷ୍ଟ ପଦ ମଝିକି ପଳେଇ ଆଇଲା ଆଉ। ଓମ୍ ବଳଭଦ୍ର ଦେବୀ ବଳଭଦ୍ର ଦେବ ପରା ଦେବ ସୁଭଦ୍ରା ଦେବୀ ସମର୍ପୟାମି। ଆଚ୍ଛା ବାବା, ତମ ନାଁଟା କହିଲ ଟିକେ? ମୋର ନାମ ରାମଚନ୍ଦ୍ର। ରାମଚନ୍ଦ୍ର। ପିତାଙ୍କ ନାଁ? ପିତାଙ୍କ ନାମ ଦଶରଥ ଅଟେ। ତାଙ୍କ ଉପରେ ବାପା? ତାଙ୍କ ପିତାଙ୍କ ନାମ ଅଜ। ହଜନା କଲରା ଝର। ସମୁଦି ହଁ। ତମେ ପ୍ରକୃତରେ କାଲା। ଆଜ୍ଞା। ସେଇଟା ହଜ ନୁହେଁ କି କଲରା ଝର ନୁହେଁ, ଆଉ ସେଇଟା ହଉଛି ଅଜ। ଓହୋ, ଆଉ ଆଚ୍ଛା ତାଙ୍କ ବଂଶ ବର୍ଗ ବାପା? ତାଙ୍କ ପିତାଙ୍କ ନାମ ରଘୁରାଜ ଅଟେ। ତାଙ୍କ ଜେଜେଙ୍କ ବାପା ନା ରଘୁରାଜ। ହଁ ହଁ ହଁ। ତମ ନାଁ ବି ରଘୁରାଜ। ରଘୁଆ ରଘୁଆ। ହିସାବରେ ସିଏ ହେଲେ ଆମ ନାତି। ନାତି। ଆହେ ନାତି। ଧର ଏହି ତମ୍ବା ପାତ୍ରୀ ସ୍ୱାହା। हे पिता दशरथ महाराज, तुम वंशर श्री रामचंद्र
ତୁମର ଜ୍ୟେଷ୍ଠ ପୁତ୍ର ଆଜି ଏ ଗୟାତ୍ରୀ ଧରେ ପିଣ୍ଡ ଦାନ କରୁଛନ୍ତି। ତୁମେ ତାକୁ ଆନନ୍ଦ ମନରେ ଗ୍ରହଣ କରି ସ୍ୱର୍ଗ ପ୍ରାପ୍ତି ହୁଅ। ସମୁଦି କଣ କହିଲ? କଣ କହିଲି? କଣ କହିଲ? ସ୍ୱାହା କହିଲି। ଠିକ ଅଛି। ତମ ସୁଜ୍ଞାନୀ ବୋଲି ମୋର ଭୁଲ। ତାଙ୍କ ପିତା ମହାରାଜ ତୁମ ବଂଶର ଶ୍ରୀରାମଚନ୍ଦ୍ର ତୁମର ଜ୍ୟେଷ୍ଠ ନାତି ଆଜି ଏ ଗୟାତ୍ରୀ ଧରେ ପିଣ୍ଡ ଦାନ କରୁଛନ୍ତି। ତୁମେ ତାକୁ ଆନନ୍ଦ ମନରେ ଗ୍ରହଣ କରି ସ୍ୱର୍ଗ ପ୍ରାପ୍ତି ହୁଅ। ନଷ୍ଟ ପଢାଳ କଣ ହେଲା? କଣ ତ ଅଜା ଯେମିତି ତୁ ବି ସେମିତି। କଣ ଗାଲୁ? ଆରେ ନଷ୍ଟ ପା କଣ? ସେୟା ଗୋଟେ ଟପା। ହଁ ଗୋଟେ ଟପା ବୁଝେଇକି କହୁନୁ। ତାଙ୍କ ପିତାର ଘୁରା ଦେ ତୁମ ବଂଶର ଶ୍ରୀରାମଚନ୍ଦ୍ର ତୁମର ଅଣନାତି ଆଜି ଗୟାତ୍ରୀ ଧରେ ପିଣ୍ଡ ଦାନ କରୁଛନ୍ତି। ତୁମେ ତାକୁ ଆନନ୍ଦ ମନରେ ଗ୍ରହଣ କରି ସ୍ୱର୍ଗ ପ୍ରାପ୍ତି ହୁଅ। ଶାଶୁରେ ବୋଉ ଥଇବେ କଣ ଗିରି? ଚୁପ୍। ତମେ ତାଙ୍କୁ କଣ କହିଲ? କଣ କହିଲ କହୁନ? ବେଶୀ ରୋଲ କାଟିବ। କଣ କହିଲି କିରେ? ବେତି କରି ତମେ। ହଁ ମେଥି କହିଦେଇଛି। ତମେ ତ ମେଥି କହିଲ ମତେ କଣ ବଢେଇବ? ହଁ ସମୁଦି ଭଲ। ସେ ସବୁ କଥା ଛାଡ। ଛାଡ଼। ସଂକଳ୍ପ କାର୍ଯ୍ୟ ତ ସରିଲା। ହଁ। ଏଥର ଦାନ ଦକ୍ଷିଣାଟା ହିସାବ କରିଦିଅ। ମୁଁ ମାଗିଦେବି ପଳେଇବା। ଆଚ୍ଛା ସମୁଦି ହଁ ଆମେ ଯୋଉ ଗୟା ତୀର୍ଥକୁ ତାଙ୍କୁ ବୁଲେଇବାକୁ ନେଲେ ପିଲାର ବାଲିରେ ଚାଲି ପାରିଲେନି ବୋଲି ୟାଙ୍କର ଯୋଉ ରାଜହର ଟ୍ରାକ୍ଟରଟା ଭଡ଼ା କଲେ ହଁ ସେ ବାବଦରେ ଖର୍ଚ୍ଚ ହେଇଛି କେତେ କହିଲେ ଆମର 885। ହଁ। 885 ବାକି ଆମ ବ୍ରାହ୍ମଣ ବିଦାଗୀ 420 800 ଇଏ ହେଲା 400 ଇଏ ହେଲା 1580 1580 ବାକି ଗୟା ତୀର୍ଥର ଫିସ୍ ସେ ବାବଦକୁ ହେଇଛି 720 1500 700 3560। ସମୁଦି ତମ ହିସାବ ଭଲ। ଆମର ଗଣିତ ଜ୍ଞାନ। ଆଚ୍ଛା ବାବା ମହାଶୟ। ସଂକଳ୍ପ କାର୍ଯ୍ୟ ତ ସରିଗଲା। ଆଜ୍ଞା। ଏଥର ଆମକୁ ଆମ ଦାନ ଦକ୍ଷିଣାଟା ଦେଇଦିଅ। 3560 ଏକ ଟଙ୍କାଟେ ଲଗେଇକିରି ଦବ। ହେ ମହାଶୟ ମାନେ, ହଁ ମୁଁ ଆପଣମାନଙ୍କୁ ପ୍ରଥମରୁ କହିସାରିଛି ଆପଣଙ୍କୁ ଦକ୍ଷିଣା ଦେବା ପାଇଁ ମୋ ନିକଟରେ କିଛି ହେଲେ ନାହିଁ। ଦେଇପାରିବନି ତ ଆସିଛ କୁଆଡେ? ଗୋଟେ କଷ୍ଟମର କଟିଗଲେ ଯୋଡ଼ିବାକୁ କେତେ କଷ୍ଟ ଜାଣିଛନ୍ତି ନାହିଁ? ଯଦି ପଇସା ପତ୍ର ନାହିଁ ସମୁଦି ତାଙ୍କ ସ୍ତ୍ରୀଙ୍କ ବେକରେ 8-10ଟା ଅଳଙ୍କାର ଅଛି ହେଲା। ଗୋଟେ ମଝିରେ ଚିକି ଚିକି ହେଉଛି ଏଟା କ'ଣ ଡଙ୍କି ସୋରିଷା ମାଳି ସେଗୁଡ଼ାକ ମାଗ ଆମେ ଏଠି ବଇଛୁ। ହଉ ଠିକ ଅଛି। ଆଚ୍ଛା ବାବା ମହାଶୟ। ତମ ମାନଙ୍କ ପାଖରେ ଯଦି ପଇସା ପତ୍ର କିଛି ନାହିଁ ଆଜ୍ଞା। ତମ ସ୍ତ୍ରୀଙ୍କ ପାଖରେ ସେ ସବୁ ଯୋଉ ଅଳଙ୍କାର ଅଛି ତା ଭିତରୁ ସେ ଡଙ୍କି ସୋରିଷା ମାଲଟା ଦେଇଦେଲେ ଆମେ 3 ଜଣ ଯାକ ବସି ଉଠି 5 ବର୍ଷ ଖାଇବୁ। ବାରମ୍ବାର ମନା କରିବା ସତ୍ୟ ମଧ୍ୟ କାହିଁକି ଆପଣମାନେ ଅଯଥାରେ ବାଧ୍ୟ କରୁଛନ୍ତି? ଦେଲେ ଛାଡ଼ିବୁ ନହେଲେ ଛାଡ଼ିବୁନି।